ଆମେ ଆଜି ଆମର MAOD ବ୍ଲକ୍ 1 ୟୁନିଟ୍ 1 ପଢିବା 15 MAOD 15 ବ୍ଲକ୍ 1 ୟୁନିଟ୍ 1 ଆମର ଗବେଷଣା ପଦ୍ଧତି। ବହିଟାର ନାଁ ହେଲା ଗବେଷଣା ପଦ୍ଧତି। ଗବେଷଣା ପଦ୍ଧତି କହିଲେ ଆମର ବହିର ପ୍ରଥମ ଧାଡିରେ ଲେଖିଦେଇଛି ଯେ ବୈଜ୍ଞାନିକ ପ୍ରକ୍ରିୟା ମାଧ୍ୟମରେ କୌଣସି ପ୍ରଶ୍ନର ଉତ୍ତର ନିରୂପଣ କରିବା ହେଉଛି ଗବେଷଣାର ଉଦ୍ଦେଶ୍ୟ। ପ୍ରଥମ ଧାଡି ଦେଇଛି ଯେ ଏଟା ଏଟା ଗୋଟେ ଆମର ଗୋଟେ ସର୍ଟ କ୍ୱେଶ୍ଚିନ୍ ର ମଧ୍ୟ ଆନ୍ସର ଯେ ଗବେଷଣାର ଉଦ୍ଦେଶ୍ୟ କଣ, କାହିଁକି ଗବେଷଣା କରାଯାଏ, ଗବେଷଣା କଲେ କଣ ଲାଭ ମିଳେ। ଏ ତ ଅନେକ ପ୍ରଶ୍ନ ଆସେ, ତେଣୁକରି ବହିର ପ୍ରଥମ ଧାଡିରେ ହିଁ ସେ ତାର ଉତ୍ତରଟି ଦେଇଦେଇଛି ଯେ ବୈଜ୍ଞାନିକ ପ୍ରକ୍ରିୟା ମାଧ୍ୟମରେ କୌଣସି ପ୍ରଶ୍ନର ଉତ୍ତର ନିରୂପଣ କରିବା, ମାନେ ଯୁକ୍ତିଯୁକ୍ତ ଉପାୟରେ। ସେମିତି ଯାହା ତାହା କହିଦେଲେ ସେଟା ଗବେଷଣାର ହେଇପାରିବ ନାହିଁ। ଅର୍ଥାତ୍ କଣ, ଗବେଷଣା କଣ କରିବା, ଧରନ୍ତୁ ଗୋଟେ ଆମର ବହି ଆମେ ଦେଖିବା, ଯେକୌଣସି ଗୋଟେ ବହି ଦେଖିବା, ରେବତୀ ଦେଖିବା। ଧରନ୍ତୁ ରେବତୀରେ ଫକୀରମୋହନ ସେନାପତି କାହାଣୀଟି ଲେଖିଲେ, ତାକୁ ଗୋଟେ ସାଧାରଣ ପାଠକ ଯିଏ, ସିଏ ଯେତେବେଳେ ସେଟା ପଢିଲା, ସିଏ ସେ କାହାଣୀଟାର ଅର୍ଥ, କାହାଣୀଟା ଭିତରେ ହିଁ ସେ ରହିଲା। କିନ୍ତୁ ଯେ ଗବେଷକ, ସେତେବେଳେ ସିଏ ତା ଭିତରେ ଗବେଷଣା କରିବେ ଯେ ଫକୀରମୋହନ ସେନାପତି ରେବତୀଟି ଯୋଉ ଲେଖିଛନ୍ତି, କୋଉ ସମୟର ଲେଖା, ସେଇ ସମୟର ଆର୍ଥ ସାମାଜିକ ସ୍ଥିତି କଣ ଥିଲା, ସେଇ ସମୟରେ ଆମ ଦେଶ ପରାଧୀନ ଥିଲା, ତେଣୁକରି ଉପନିବେଶ ଯେହେତୁ ଥିଲା, ଉପନିବେଶବାଦର ପ୍ରଭାବ କିପରି ଥିଲା, ସେ ସମୟରେ ନାରୀ ଶିକ୍ଷାର ସ୍ଥାନ କିପରି ଥିଲା, ନାରୀ ଶିକ୍ଷାର କି ଫଳ ମିଳିଥିଲା, ଲୋକମାନଙ୍କ ମନରେ ନାରୀ ଶିକ୍ଷା ପ୍ରତି କେଉଁ ପ୍ରକାରର ବିଚାରଧାରା ଥିଲା, କେଉଁ ପ୍ରକାର ଅନ୍ଧବିଶ୍ୱାସ ରହିଥିଲା, ଏବଂ ତା ସେଥିରେ ମଧ୍ୟ ଦେଖେଇଛି ଆହୁରି ଲୋକମାନଙ୍କର ଯୋଉ ଆମର ଯୋଉ ମହାମାରୀ ହୁଏ ତା ପ୍ରତି ଲୋକମାନଙ୍କର ଯୋଉ ଭୟ, ଏ ଯୋଉ ଆତଙ୍କ, ଏଇ ଏକଦମ ଗୋଟେ ସୁନ୍ଦର ମଧୁର ଗୋଟେ ପ୍ରେମ ସମ୍ପର୍କ ମଧ୍ୟ ତା ଭିତରେ ରହିଛି, ଯାହାକି ମାନେ ବହୁତ ସୁନ୍ଦର ସେଟା। ତେଣୁକରି ଏଇ ଯେ ଗବେଷକ ଯିଏ, ସିଏ ହିଁ ତା ଭିତରେ କେମିତି ଭାଷା ଶୈଳୀରେ ଫକୀରମୋହନ ଲେଖିଛନ୍ତି, କଣ ଅଛି ତା ଭିତରେ, ଏଇପରି ସିଏ ବହୁତ କିଛି ଗବେଷକ ବାହାର କରିବ। ସାଧାରଣ ପାଠକ ଆଉ ଗବେଷକ ଭିତରେ ଏଇଟା ହିଁ ଫରକ। ତାପରେ ସିଏ ଗବେଷଣା କରିବା ପାଇଁ କଣ କଣ କରିବ, କୋଉ କୋଉ ପଦ୍ଧତି ଅବଲମ୍ବନ କରିବ, କଣ କଣ ଉପାଦାନ ନବ, ସେଗୁଡାକ ଆମେ ଆଗକୁ ଗଲେ ବହି ଭିତରେ ଆମେ ପଢିବା। ତାହେଲେ ଗବେଷଣା କଲେ କରିବା କଣ ନା, ଯୋଉ ଜିନିଷଟା ଲୋକଲୋଚନକୁ ବର୍ତ୍ତମାନ ପର୍ଯ୍ୟନ୍ତ ଆସିନାହିଁ, ତାକୁ ଲୋକଲୋଚନକୁ ଆଣିବା ପାଇଁ, ତାର ସ୍ୱରୂପ ଆବିଷ୍କାର କରିବା ପାଇଁ, ତାକୁ ଲୋକଲୋଚନକୁ ଆଣିବା ପାଇଁ ହିଁ ଗବେଷଣା କରାଯାଏ। ତାହେଲେ ଗୋଟେ ଗବେଷଣା ଦ୍ଵାରା କଣ ହୁଏ ନା, ଗୋଟେ ନୂତନ ଜିନିଷ ଜନସାଧାରଣଙ୍କ ସାମ୍ନାକୁ ଆସେ। ଏଟା ଗଲା। ତାହେଲେ ତାପରେ ଆମେ ଦେଖିବା ଗବେଷଣାର ସଂଜ୍ଞା ଆଉ ସ୍ୱରୂପ ଦେଖିବା ବହିରେ। ତାପରେ ଗବେଷଣାର ସଂଜ୍ଞା ଆଉ ସ୍ୱରୂପ, ସଂଜ୍ଞା ସ୍ୱରୂପରେ ଆମେ ଦେଖିବାକୁ ଗଲାବେଳେ ଆମେ ଦେଖିବା ଯେ ମଣିଷ ସବୁବେଳେ ସବୁ କିଛି ଜାଣିବା ପାଇଁ ତାର ବହୁତ ଇଚ୍ଛା, ତା ମନ ଭିତରେ ବହୁତ ପ୍ରଶ୍ନ। ଛୋଟ ଶିଶୁଟି ଅଛି, ଆମେ କହୁଛୁ କେତେ ପ୍ରଶ୍ନ ପଚାରୁଛୁ, ତା ଭିତରେ କେତେ ଅନୁସନ୍ଧିତ୍ସା ଅଛି। ବଡ ଯିଏ, ସିଏ ପଚାରେନି, ସିଏ ମନରେ ଭାବେ ଏଟାର କାହିଁକି, କଣ, କେଉଁଥିପାଇଁ, କେଉଁଠି, ବିଭିନ୍ନ ପ୍ରକାର ପ୍ରଶ୍ନ ତା ମନରେ ଥାଏ। ଛୋଟ ଶିଶୁ ପଚାରିଦିଏ, ବଡ ମାନେ ପଚାରନ୍ତିନି। କିନ୍ତୁ ଏଇ ଅନୁସନ୍ଧିତ୍ସାଟା ସମସ୍ତଙ୍କ ମନରେ ରହିଥାଏ, ଏବଂ ସେଇଟିକୁ ହିଁ ମାନେ ପ୍ରପର ୱେରେ ଯାଇକି ତାର ଫଳଟାକୁ ଆଣିବା ହେଲା ଗବେଷଣା କରିବା। ତାହେଲେ ଆମର ଏଇ ଯୋଉ ଗବେଷଣା, ଏଇ ଯୋଉ ଗବେଷଣା ଶବ୍ଦଟା, ତାକୁ ଯଦି ଆମେ ବ୍ୟୁତ୍ପତ୍ତି କରିବା, ଆମେ ଦେଖିବା ଗୋ ଯୁକ୍ତ ଏଷଣା। ତାହେଲେ ଗୋ ଅର୍ଥ ଗାଈ ହେଲା। ତାହେଲେ ଗୋରୁ ଆସିଛି, ମାନେ ଯେମିତି ଗବେଷଣା କରିବାର ମାନେ ଏହାର ଅର୍ଥ କେମିତି, ଏଇଟା କାହିଁକି ହେଇଥିଲା ସେଇଟା ଛାଡ, ଯେ ଆଗ କାଳରେ ଗୁରୁକୁଳରେ ସବୁ ଥିଲେ, ଗାଈ ହଜି ଯାଉଥିଲା, ତାକୁ ଖୋଜିବା ପାଇଁ ଯୋଉ ପରିଶ୍ରମ କରିବାକୁ ପଡୁଥିଲା ଜଙ୍ଗଲ ଭିତରେ, ସେଇଟା ଛାଡିଦିଅ। ତାହେଲେ ଗାଈଟିଏ ହଜିଗଲେ ତାକୁ ଖୋଜିବା ଯେମିତି ଗୋଟେ କଷ୍ଟକର ବ୍ୟାପାର, ଯାଇକିରି ପଚାରିବ ତମ ଘର ପାଖକୁ ଧଳା ରଙ୍ଗର ଗାଈଟି ହଜି ଯାଇଛି, ତମେ ଦେଖିଥିଲ କି, ପୁଣି ଆଗକୁ ଯିବ, ତା ମୁଣ୍ଡରେ ଗୋଟେ ନେତ ଥିଲା, ଦେଖିଥିଲ କି, ଏମିତି ବିଭିନ୍ନ ପ୍ରକାରର ହେଇକିରି ସେ ଗାଈଟିକୁ ଖୋଜିକି ପାଇବା ପାଇଁ ଚେଷ୍ଟା କରିବ। ଗବେଷଣା ମଧ୍ୟ ଠିକ ସେମିତି ତାକୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ, ତା ଫଳାଫଳ ପାଖରେ ପହଞ୍ଚିବା ପାଇଁ ବହୁତ କିଛି କରିବାକୁ ହୁଏ। ସେମିତି ତାର ଇଂରାଜୀର ଅର୍ଥ ଯଦି ଆମେ ଦେଖିବା, ଯେ ଇଂରାଜୀରେ ତାକୁ କହୁଛନ୍ତି ରିସର୍ଚ୍ଚ। ହେଲେ
ରି ଅର୍ଥ କ'ଣ ନା ପୁନଶ୍ଚ ପୁଣି, ସର୍ଚ୍ଚ ଅର୍ଥ କ'ଣ ଖୋଜିବା ବା ଅନୁସନ୍ଧାନ କରିବା। ତାହେଲେ ରିସର୍ଚ୍ଚର ଅର୍ଥ କ'ଣ ହେଲା ନା ପୁନଶ୍ଚ ଯୋଉଟାକୁ ଅନୁସନ୍ଧାନ କରିବା। ଏମିତି ଥାଏ ବହୁତ କିଛି ଜିନିଷ ଥାଏ ତାକୁ ଖୋଜିକିରି ବାହାର କରିବା ଅର୍ଥାତ୍ ତାର ଅନ୍ତ ସାର ପର୍ଯ୍ୟନ୍ତ ପହଞ୍ଚି ଯିବା। ତାହେଲେ ଗବେଷଣାକୁ ଆମେ ଯେମିତି କହୁଛେ ଓଡ଼ିଆରେ ଶୋଧ, ଅନୁସନ୍ଧାନ, ଅନ୍ୱେଷଣ, ଏମିତି ବିଭିନ୍ନ ନାଁରେ ଆମେ ଗବେଷଣାକୁ କହିପାରିବା। ତାପରେ ଆସିଲା ଆମର ଗବେଷଣାର ଶବ୍ଦ ଯୋଉଟା ଇଂରାଜୀରେ ରିସର୍ଚ୍ଚ ବୋଲି କହୁଛି, ସେଟା ଆମର ଯୋଉ ଫରାସୀ ଶବ୍ଦ ରିଚରର। ରିଚରର କ'ଣ RECHER ଏଇଥିରୁ ନିଷ୍ପନ୍ନ ହେଇଛି, ଏଇଟା ମୂଳ ଶବ୍ଦ ତାର ରହିଥାଏ। ତାହେଲେ ତାର ଅର୍ଥ କ'ଣ ନା ସତ୍ୟର ଅନ୍ୱେଷଣ କରିବା। ଗବେଷଣାର ଅର୍ଥ କ'ଣ ନା ସତ୍ୟର ଅନ୍ୱେଷଣ କରିବା। ତାପରେ ଆଉ ଗବେଷଣାର ଅଛି ତାର ସଂଜ୍ଞା ଆଉ ସ୍ୱରୂପରେ ଦେଖିଲେ ତାର ବହୁତ କିଛି ରହିଛି, ଆମେ ସେଗୁଡାକ ଆଲୋଚନା କରିବା ଗୋଟେ ଗୋଟେ। ତାହେଲେ ଗବେଷଣା ଦେଖିବା, ଗବେଷଣା କ'ଣ ନା କୌଣସି ଗୋଟେ ବିଷୟ ସମ୍ପର୍କରେ ନୂତନ ଚିନ୍ତା, ନୂତନ ଜିନିଷଟେ ଜାଣିବା, ତା ଉପରେ ଆଲୋକପାତ କରିବା, ତାପରେ ଆଲୋଚନା ପର୍ଯ୍ୟାଲୋଚନା କରିବା, ତାପରେ ତା ଭିତରେ ଯୋଉ ପରସ୍ପର ସହିତ ଗୋଟେ ଯୋଉ ଆନ୍ତଃ ସମ୍ପର୍କ ରହିଛି ତାକୁ ଖୋଜିବା, ଏବଂ ଯୋଉ ଉତ୍କଣ୍ଠା ଜାଗ୍ରତ ହୁଏ ମନରେ, ସେ ଉତ୍କଣ୍ଠାକୁ ତାର ଲକ୍ଷ୍ୟସ୍ଥଳ ଯାଏ ପହଞ୍ଚି ପାରିବା, ତାର ସମାଧାନ ପର୍ଯ୍ୟନ୍ତ ପହଞ୍ଚି ପାରିବା, ଆଉ ଗବେଷଣା ସାଙ୍ଗରେ ଆସୁଥିବା ସମସ୍ୟା ଗୁଡ଼ିକର ମଧ୍ୟ ଆଲୋଚନା କରିବା, ଏଇ ସବୁ ହେଲା ଗବେଷଣା। ତାହେଲେ ଗବେଷଣା ହେଲେ ଆମେ କ'ଣ ଜାଣିଲେ ନା ଗୋଟେ ମୌଳିକ ଦୃଷ୍ଟିଭଙ୍ଗୀ ଗବେଷକର, ତାର ଗୋଟେ ଅନୁସନ୍ଧାନୀ ମନଟିଏ ଥିବ ଏବଂ ତାର ଗୋଟେ ଜିନିଷକୁ, ଗୋଟେ ବିଷୟକୁ ବିଶ୍ଳେଷଣ କରିବା ପାଇଁ ତା ପାଖରେ ସେତିକି ପ୍ରତିଭା ଥିବ, ତେବେ ହିଁ ତାର ଗବେଷଣା ସଫଳ ହେଇପାରିବ। ଏବଂ ଆଉ କ'ଣ ହୁଏ ଗବେଷଣା ଦ୍ୱାରା ନା ଯୋଉ ଜ୍ଞାନ ଥାଏ, ଜ୍ଞାନର ସୀମା, ସେ ଜ୍ଞାନର ସୀମାଟା କ'ଣ ହୁଏ ନା ବିସ୍ତାରିତ ହୁଏ। ଏବଂ ତା ଦ୍ୱାରା ଆଉ କ'ଣ ହୁଏ ନା ଯୋଉ ରହସ୍ୟ ଲୁଚି ରହିଥାଏ ତା ଭିତରେ, ସେ ରହସ୍ୟର ପେଡ଼ି ଧୀରେ ଧୀରେ ଖୋଲି 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 ଯାଏ ଏବଂ ସମସ୍ତେ ପେଡ଼ି ଭିତରେ କ'ଣ ଅଛି, ବାକ୍ସ ଭିତରେ କ'ଣ ଅଛି ତାକୁ ଦେଖିପାରନ୍ତି ବା ପାଇପାରନ୍ତି। ତାହେଲେ ସେଥିପାଇଁ ଗବେଷକକୁ କ'ଣ କରିବାକୁ ପଡ଼େ ନା ତଥ୍ୟ ଉପସ୍ଥାପନ କରିବାକୁ ପଡ଼େ ଏବଂ ଯୁକ୍ତି ଆଉ ତଥ୍ୟ ଏ ଦୁଇଟିର ସମନ୍ୱୟ, ସୁସମନ୍ୱୟ ସହିତ ଏବଂ ସ୍ୱୀକୃତ ପଦ୍ଧତି ମାଧ୍ୟମରେ ବିଶ୍ଳେଷଣ ସେ କରିଥାଏ। ଆଉ କ'ଣ କରେ ନା କାର୍ଯ୍ୟ ଆଉ କାରଣ ଏଇ ଦୁଇଟା ଭିତରେ ମଧ୍ୟ ସେ ସୁସମନ୍ୱୟ ସ୍ଥାପନ କରିଥାଏ। ତାପରେ ଆଉ ଯାହା ଗବେଷଣାରେ ରହିଲା ସେଇଟା ସେଥିରେ ଦେଖିବେ, ଆମେ ବହି ଅନୁଯାୟୀ ଯିବା। ଏହାର ଆହୁରି ଗବେଷଣାର ବହୁତ ଗୁଡ଼ିଏ ପଏଣ୍ଟ ଅଛି ଯୋଉଟାକୁ ମୁଁ ଚ୍ୟାନେଲରେ ଡିଟେଲ୍ସ ଲେଖିଛି, ଦେଖିଦେବେ। ଆମେ ଆଜି ବହି ଅନୁସାରେ ଯିବା, ବହିରେ କ'ଣ ଲେଖିଛି ବହି ଅନୁସାରେ ଯିବା। ତାହେଲେ ଗବେଷଣା ହେଉଛି ଜ୍ଞାନ ପ୍ରାପ୍ତିର ସର୍ବୋଚ୍ଚ ସୋପାନ। କାହିଁକି ସର୍ବୋଚ୍ଚ ସୋପାନ କହିଲା ନା ଗବେଷଣା ଯେତେବେଳେ ସଫଳତା ଗବେଷଣାରେ ମିଳିଯାଉଛି, ସେତେବେଳେ ଯୋଉ ଜିନିଷଟା ଆମେ ଖୋଜୁଛେ ସେଇ ଜିନିଷଟା ଆମେ ପାଇଯାଉଛେ, ତେଣୁକରି ଜ୍ଞାନ ପ୍ରାପ୍ତିର ସର୍ବୋଚ୍ଚ ସୋପାନ ହେଉଛି ଗବେଷଣା। ତାହେଲେ ଯାହାକି ଆମର ସମୟ ଆଉ ଅବସର ବିନୋଦନକୁ ପଛରେ ପକାଇ ଗୋଟେ ଲକ୍ଷ୍ୟ ପଥରେ ସିଏ ଆଗେଇ ଯାଏ। ଖାଲି ସମୟ ନଷ୍ଟ କରିକି ଯେ ଗବେଷକ ଯିଏ, ସିଏ ଖାଲି ଅବସର ବିନୋଦନ କରିବା, ଥଟ୍ଟା ମଜା ଗୁଲି ଖଟି ଏସବୁ କରିକି ଯେ ସମୟ ନଷ୍ଟ କରେ ନାହିଁ, ସେ ତାର ଲକ୍ଷ୍ୟ ସ୍ଥଳରେ ସେ ଆଗେଇ ଯାଏ। ସେଥିପାଇଁ ସେ ସ୍ଥାନ କାଳ, ତାର ପାରିପାର୍ଶ୍ୱିକ ପ୍ରେକ୍ଷାପଟ, ତାର ବିବିଧ ଭାବାଦର୍ଶ ଏଇ ସବୁକୁ ସେ ଭିତ୍ତି କରିକି ସେ କ'ଣ କରେ ନା କୌଣସି ଗୋଟେ ବିଷୟବସ୍ତୁର ସଂଜ୍ଞା ନିରୂପଣ କରିପାରେ। ତାହେଲେ ପରବର୍ତ୍ତୀ ସମୟରେ କ'ଣ ହୁଏ ନା ସିଏ ଯୋଉ ବିଷୟବସ୍ତୁଟିର ସଂଜ୍ଞା ବାହାର କରିଥାଏ, ସେଇଟା ମଧ୍ୟ ପରବର୍ତ୍ତୀ ସମୟରେ ପରିବର୍ତ୍ତନ ମଧ୍ୟ ହେଇପାରେ। କାହିଁକି ନା ଗୋଟିଏ ବିଷୟ ଉପରେ ଜଣେ ରିସର୍ଚ୍ଚ କରିବେ, ଗବେଷଣା କରିବେ ତା ନୁହେଁ, ଗୋଟିଏ ବିଷୟ ଉପରେ ଅନେକ ରିସର୍ଚ୍ଚ କରିପାରନ୍ତି, ସେତେବେଳେ ତାର ଫଳାଫଳ ମଧ୍ୟ ଭିନ୍ନ ଭିନ୍ନ ଆସିପାରେ। ସେଥିପାଇଁ ତ ବାରମ୍ବାର ରିସର୍ଚ୍ଚ ହୁଏ, ଆଉ କ'ଣ ରହିଗଲା କି, ଆଉ କ'ଣ ରହିଗଲା କି। ତାହେଲେ ଗବେଷଣାଟା କ'ଣ, ସେଟା ହେଲା ଗୋଟେ କ'ଣ ନା ପ୍ରଣାଳୀବଦ୍ଧ ଗୋଟେ ଅନୁସନ୍ଧାନ, ଯାହା ମାଧ୍ୟମରେ କ'ଣ ହୁଏ ନା କିଛି ଗୋଟେ ନୂତନ ଆବିଷ୍କାର ବା ଉଦ୍ଭାବନ ହୋଇଥାଏ। ତାହେଲେ ସେ ଗବେଷଣା ଆମର ସାହିତ୍ୟରେ ହେଇପାରେ ଏବଂ ଅନ୍ୟ ବିଜ୍ଞାନରେ ହେଇପାରେ, ଯୋଉଟାରେ ବି ହେଇପାରେ।
ଆମର ଦେଖନ୍ତୁ ଭାରତକୁ ଯୋଉ ଜଳପଥ ଆବିଷ୍କାର କରିବାକୁ ଆସିଗଲେ କଲମ୍ବସ୍, ତାଙ୍କ ପାଇଁ ଅନ୍ୟ ମାର୍ଗ ବନ୍ଦ ହେଇଗଲା। ସେ କେମିତି ଭାରତକୁ ଜଳପଥ ଆବିଷ୍କାର କରିବେ ବୋଲି କହିକି ଆମର ଖୋଜିକି ସେମାନେ ସବୁ ଚେଷ୍ଟା କଲେ। ତ ସେଇଟା ମଧ୍ୟ ଗୋଟେ ପ୍ରକାର ଗବେଷଣା। ଖାଲି ଆମେ ସାହିତ୍ୟ ବହିକୁ ଯେ ଗବେଷଣା କରିବା ତା ନୁହଁ, ଏଇଟା ବ୍ୟାପକ, ତାର ଅର୍ଥ ଏଇଟା ବ୍ୟାପକ। ତାହେଲେ ଜ୍ଞାନର ମୂଲ୍ୟ ନିର୍ଦ୍ଧାରଣ ବା ଜ୍ଞାନର ପରିସୀମାକୁ ବ୍ୟାପ୍ତ କରିବା ପାଇଁ ଅଥବା ପ୍ରଚଳିତ ଜ୍ଞାନ ଚର୍ଚ୍ଚାରୁ ବିଚାର କରିବା ଅଥବା ତାକୁ ବିଖଣ୍ଡିତ କରି ତତ୍ତ୍ୱ ଭିତରେ ପରିଶୀଳନ କରିବା। ମାନେ ଯୋଉ ଜ୍ଞାନଟା ରହିଛି ତାକୁ ପାର୍ଟ ପାର୍ଟ କରିକି ତାର ଖଣ୍ଡ ଖଣ୍ଡ କରିକି ତାର ପ୍ରତ୍ୟେକ ଅଂଶକୁ ଖୋଜିବା, ସେଇଟା ହେଲା ଗବେଷଣା। ତାହେଲେ ଧାରଣାଗତ ସ୍ତରରେ ନୂତନ କିଛିର ଅନୁସନ୍ଧାନ କରିବା ଏବଂ ତାର କାର୍ଯ୍ୟ ପ୍ରଣାଳୀକୁ ବିଧିବଦ୍ଧ ରୂପ ଦେବା ହେଲା ଗବେଷଣା। ତାକୁ ଗୋଟେ ବିଧିବଦ୍ଧ ରୂପ ଦେବା, ତାକୁ ଗୋଟେ ପଦ୍ଧତି ଭିତରେ ଯିବା। ଦିଶାହୀନ ଏପଟ ସେପଟ ହେଇକିରି କଲେ ଗବେଷଣାର କିଛି ଫଳ ମିଳିବ ନାହିଁ। ତାର ଗୋଟେ ପଦ୍ଧତି ଅଛି, ସେ ପଦ୍ଧତିକୁ ଅନୁସରଣ କରିବା, ବିଧିବଦ୍ଧ ଭାବରେ ଆମେ ଯିବା। ତାପରେ ଆମେ ଜାଣିଛେ ଯେ ଏଇ ଗବେଷଣାଟା କଣ, ଗୋଟେ ସୃଜନ ପ୍ରକ୍ରିୟା, ଯୋଉ ତାର ଗୋଟେ ଅଂଶ। ଗବେଷଣା ମଧ୍ୟ ଗୋଟେ ସୃଜନ ପ୍ରକ୍ରିୟା। ଜଣେ ଯଦି ସାହିତ୍ୟ ଧର ରେବତୀ ଯିଏ ଲେଖିଛନ୍ତି ଫକୀରମୋହନ ସେନାପତି, ସିଏ ଯେମିତି ଗୋଟେ ତାଙ୍କର ଏଇଟା ଗୋଟେ ସୃଜନ କଲେ, ଗୋଟେ ସୃଷ୍ଟି କଲେ, ସେମିତି ତା ଉପରେ ଯିଏ ବହିଟାକୁ ସମୀକ୍ଷା କଲେ ବା ସମାଲୋଚନା କଲେ ବା ଗବେଷଣା କଲେ, ସେଇଟା ମଧ୍ୟ ଗୋଟେ ସୃଷ୍ଟି ନା, ସିଏ ମଧ୍ୟ ସୃଜନ ପ୍ରକ୍ରିୟାର ଗୋଟେ ଅଂଶ ବିଶେଷ। ତାହେଲେ ଏହା ଦ୍ୱାରା କଣ ହୁଏ, ଗବେଷଣା ଦ୍ୱାରା କଣ ହୁଏ ନା ମସ୍ତିଷ୍କ ସବୁବେଳେ ଚଳଚଞ୍ଚଳ ରହେ। କାହିଁକି ନା ସେ ସବୁବେଳେ ଭାବୁଥାଏ ମସ୍ତିଷ୍କ ୟା ପରେ କଣ କରିବି, କଣ ଖୋଜିବି, କଣ ପାଇବି, କୁଆଡେ ଯିବି, କୋଉଠି ପାଇବି ସେ ଜିନିଷ, ସେ ତଥ୍ୟ କୋଉଠି ପାଇବି, କୋଉ ମ୍ୟୁଜିୟମକୁ ଯିବି କି ଗ୍ରନ୍ଥାଗାରକୁ ଯିବି କି କୋଉ ଫିଲ୍ଡ ଦେଖିବା ପାଇଁ କୋଉଠିକି ଯିବି କି କାହା ସାଙ୍ଗରେ ମିଟ୍ କରିବାକୁ ଯିବି, ଏମିତି ସବୁ ବିଭିନ୍ନ ପ୍ରକାର କଥା ହେଇଥାଏ। ତେଣୁ କୌଣସି ଗୋଟେ ବିଷୟ ସମ୍ପର୍କିତ ପୁଙ୍ଖାନୁପୁଙ୍ଖ ଅବବୋଧ ନିମନ୍ତେ ଯେତେବେଳେ ପ୍ରୟାସ କରାଯାଏ, ସେତେବେଳେ ତାହା ହିଁ ହୁଏ ଆମର ଗବେଷଣା। ଖାଲି ଆବିଷ୍କାର କରିବା, ଉଦ୍ଭାବନ କରିଦେବାଟା ଗବେଷଣା ନୁହେଁ। ହେଲା, ଗବେଷଣା ସେଟା କଣ ନା, ଗବେଷଣାର ସେ ଫଳଶ୍ରୁତି, ସେତିକି ପରିଶ୍ରମ କଲା ପରେ କିଛି ଗୋଟେ ଆବିଷ୍କାର ହେଲା ବା କିଛି ଗୋଟେ ଉଦ୍ଭାବନ ହେଲା। ତାହେଲେ ଆମେ ଯଦି ବ୍ୟାପକ ଦୃଷ୍ଟିକୋଣରୁ ବିଚାର କରିବା, ତାହେଲେ ଦେଖିବା ଯେ ଗବେଷଣା ହଉଛି କଣ ନା, କୌଣସି ଗୋଟେ ପ୍ରଶ୍ନର ସମ୍ଭାବ୍ୟ ଉତ୍ତର ପ୍ରତିପାଦନ ନିମନ୍ତେ ତଥ୍ୟ ଆଉ ତତ୍ତ୍ୱର ପ୍ରୟୋଗ କରିବା। ତାହେଲେ ଗବେଷଣାଟା କଣ ନା, ଆମ ମନରେ ଯୋଉ ଜିଜ୍ଞାସା ଉତ୍ପନ୍ନ ହେଇଛି ବା ଗବେଷକ ମନରେ ଯୋଉ ଜିଜ୍ଞାସା ଉତ୍ପନ୍ନ ହେଇଛି, ତା ଜିଜ୍ଞାସାର, ତା ପ୍ରଶ୍ନର ଉତ୍ତର ପାଇବା ପାଇଁ ସିଏ ଯେଉଁ ଉତ୍ତର ପାଇବା ପର୍ଯ୍ୟନ୍ତ ଯୋଉ ପ୍ରୟାସ କରେ ଏବଂ ସେଥିପାଇଁ ଯୋଉ ତଥ୍ୟ ଆଉ ତଥ୍ୟର ପ୍ରୟୋଗ କରେ ଉତ୍ତର ପ୍ରତିପାଦନ କରିବା ପାଇଁ, ସେଇଟା ହେଲା ଗବେଷଣା। ତାପରେ ଦେଇଛି ଆମର ବହିରେ, ତେଣୁ ଯେଉଁ ଅଂଶ ବିନ୍ଦୁକୁ ଆଧାର କରି ଗବେଷଣାର ମୁଖ୍ୟ ନିରୂପଣ କରାଯାଇଥାଏ, ସେଇ ବିନ୍ଦୁ ଗୁଡାକ ଏଠି ଦେଲା। ନୂତନ ଚିନ୍ତାର ବିକାଶ ଓ ପ୍ରକାଶ, ଅନୁପଲବ୍ଧ ତତ୍ତ୍ୱ ଆଉ ତଥ୍ୟ ପ୍ରଦାନ। ହେଲା, ଦେଖ, ନୂତନ ଚିନ୍ତାର ବିକାଶ ଆଉ ପ୍ରକାଶ, ଯୋଉ ଗୋଟେ ଚିନ୍ତା ଆଗରୁ କେହି କରିନି, ସେଇ ଚିନ୍ତାଟା ଉପରେ ସେ ଆଗେଇଛି। ତାପରେ କଣ, ଯୋଉ ତଥ୍ୟ ଆଉ ତତ୍ତ୍ୱ ମିଳିପାରି ନାହିଁ, ଅନୁପଲବ୍ଧ, ତାକୁ ସେ ପ୍ରଦାନ କରିବା। ତାପରେ କଣ ନା, ପୂର୍ବରୁ ଯୋଉ ଗବେଷଣାରେ ଯୋଉ ବିଚାରଧାରାଟା, ଯୋଉ ବିଷୟ ଉପରେ ସେ ଗବେଷଣା କରିବେ, ଯୋଉଟା ପୂର୍ବରୁ ସ୍ୱୀକୃତି ପ୍ରାପ୍ତ ହୋଇଛି, ତାକୁ ସେ ପୁନର୍ବିଚାର କରିବା, ସେଟା କେତେ ଦୂର ଠିକ ଅଛି ବା ତାର ପଛରେ ଆଉ କଣ ଅର୍ଥ ରହିଛି କି। ତାପରେ କଣ ନା, ଜ୍ଞାନର ଯୋଉ ଚର୍ଚ୍ଚା ରହିଛି, ତାର ପରିସର, ଜ୍ଞାନ ଚର୍ଚ୍ଚାର ପରିସରକୁ ପ୍ରସାରିତ କରିବା। ତାପରେ ଅବୋଧ୍ୟ ଚିନ୍ତନ ପ୍ରକ୍ରିୟାକୁ ସୁବୋଧ୍ୟ କରିବାର ଉଦ୍ୟମ, ମାନେ ଯୋଉ ଜିନିଷଟାକୁ ବୁଝି ହଉନାହିଁ, ଅବୋଧ୍ୟ, ତାକୁ କିପରି ସହଜ ସରଳ ଭାବରେ ବୁଝି ହବ, ସେଥିପାଇଁ ଉଦ୍ୟମ କରିବା। ତାପରେ ଜିଜ୍ଞାସାର ଗୋଟେ କ୍ଷେତ୍ର ନିର୍ମାଣ କରିବା। ହେଲା, ଜିଜ୍ଞାସା, ଜାଣିବାର ଇଚ୍ଛା, ଜିଜ୍ଞାସା। ତାହେଲେ ଧାରଣାଗତ ସ୍ତରରେ ଥିବା ପ୍ରସ୍ତରୀଭୂତ ଅବବୋଧକୁ ସୁଗମ କରିବା, ଯୋଉଟା ପଥର ହେଇକିରି ପ୍ରସ୍ତର ସହିତ ସଦୃଶ ରହିଯାଇଛି, ତାକୁ କେମିତି, ମାନେ ଗୋଟେ ଯେମିତିକି ନଦୀର ଧାରା ଅଛି, ପଥର ପାହାଡଟା ତାକୁ ଅଟକେଇ ଦଉଛି, କିନ୍ତୁ ସେ କଣ ଅଟକି ଯାଉଛି କି, ସେ କୋଉ ପଟେ ହେଲେ ଗଳି ପଶିକି ସେ ତାର ଧାରାରେ ଚାଲି ଯାଇଛି। ତେଣୁକରି ଗବେଷଣା ମଧ୍ୟ ସେହିପରି, ଯୋଉ ରାସ୍ତା ଅଟକି ଯାଇଛି, ସେ ରାସ୍ତା କେମିତି ଖୋଲିକି ତା ପଥ ସୁଗମ କରିବା। ତାପରେ ଲକ୍ଷ୍ୟ ପ୍ରାପ୍ତି ପାଇଁ ଗୋଟେ ଶୃଙ୍ଖଳିତ ପଥ ନିର୍ମାଣ କରିବା। ଗବେଷଣା କରିବା ପାଇଁ ହେଲେ ମୁଁ କେଉଁ ପଥରେ ଯିବି, ଯୋଉ ମାର୍ଗରେ ଗଲେ କୋଉ ସୋପାନରେ ଯିବି, କୋଉ ପର୍ଯ୍ୟାୟରେ ଯିବି, କୋଉ ବିଧି ପାଳନ କରିବି, କୋଉ ପଦ୍ଧତି ଅନୁସରଣ କରିବି, ତେବେ ଯାଇକି ମୁଁ ଗବେଷଣାର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବି। ସେଥିପାଇଁ ଗୋଟେ ନିଜେ ହିଁ ଗୋଟେ ପଥଟିଏ ନିର୍ମାଣ କରିବା।
तापर कौन ना जो दृष्टिभंगी रही से दृष्टिभंगी को परिव्याप्त करवा ताको प्रसारित करवा ताले दृष्टिभंगी परिसीमा को व्याप्त करवा तापर ज्ञान क्षेत्र उन्मेलन अवसर जीवन और जगत को बुझीबार मार्ग प्रस्तुत करवा गवेषणार विषय वस्तु सहित जीवन को बुझीबा एवं जगत को बुझीबा एतिके हमर देला संज्ञा और स्वरूप तापर देखिए नोट रे आउरी पॉइंट करके दिया जाय जेमति कि लेखिया पे हमको सुविधा हबो तापर हेला हमर गवेषणार पद्धति और धारणा गवेषणार पद्धति भितर देखिबा को गले हमर एठी हमर बही रे जदी एटा हमको 2 मार्क प्रश्न देला कि कोन देला 5 मार्क देला तेबे ठीक अछि हमें ताको ठीक करके लिखि देबा किंतु जदी ताको हमको 10 नंबर देला तेबे ए 10टा पद्धति को व्याख्या करा जाय नहीं बही रे नोट रे अछि आपण माने देखि परिबे मो ताको व्याख्या करिछि वर्तमान बही अनुसार आमे सेटा आलोचना करिबा ताले हमर गवेषणार पद्धति माने पद्धति जो से मूल शब्दटा कोन इंग्रजी रे ता नाला मेथड बोली कहंती ताले लैटिन रे ताको कहा जाय मेथडस METHODUS ग्रीक रे ताको कहा जाउची बोध्य मेथडस METHODUS आ फ्रेंच रे ताको कहा जाउची मेथडी METHODE ताले ए जो आसिला MET हला META मेटा मेटार अर्थ है कौन ना परवर्ती आ होडस HODUS होडस तार अर्थ है कौन रास्ता मार्ग ताले जो ज्ञानर अन्वेषण है कौन ना आमर गवेषणार पद्धति ताले गवेषणार पद्धतिटा कौन ना ज्ञानर अन्वेषण है मेथड इज यूज्ड टू सिग्निटी परसुइट ऑफ नॉलेज ताले गवेषणा जो पद्धति से गवेषणार पद्धति जीवा आमर बही अच्छी जे सोपान ये लिखी बही रे जे सोपान अवलंबन करिया को पड़िबो ताले हे सोपान गुडाक कोन पद्धति रे देखिया पई सोपान तार 7टा सोपान रहिछि गोटे हला विषय निर्वाचन बा क्षेत्र परिकल्पना तापरे उपादान संग्रह तापरे तथ्य विन्यास तापरे तथ्य पर्यवेक्षण और विश्लेषण तापरे उपादानर चूड़ांत निर्वाचन तापरे निबंध बा गवेषणा पत्र प्रस्तुति तापरे हला पुनर्विचार पर्याय तले एही परी सोपान देकरी गवेषणा आगाए एवं गवेषणार जो पद्धति अछि सेही पद्धति विषय रे 2 जण व्याख्याकार तांकर मत रखिसंती राम आच्छदा आ CR कोठरी बही रे तार इंग्लिश रो डेफिनेशन टा अछि आपण माने मन रखि देबे तो तार थीम टा हला से जण कोन कहउछन नाको मत अनुसार गवेषणा प्रक्रिया को सहजगम्य करिवा पई पद्धतिर आवश्यकता अछि पद्धति रे जाईकरी गवेषणा सफल माने सहज हेई परिबो गवेषणा करिया पई हेले तो जहा फल कोन हुए ना गवेषणा प्रसंगटा संपूर्ण रूपे भाव विह्वल युक्त न होईकरी विज्ञान भित्तिक हेबा उचित तो से माने दि जण कोन कहले ना भाव विह्वल हेकरी हमें गवेषणा करि परिबा नाही ताको युक्ति युक्त तथ्य आ तत्वर उपस्थापना करिया को पड़िबो तेबे जाकर विज्ञान भित्तिक हबो तेबे जाई से गवेषणा सफल हबो अर्थात गवेषणा को मान्यता पाइबो गोटे जिन सफल केतेले हुए जेतेले ताको मान्यता पाए जेतेले तापरे मोहर बाजे हाँ एटा ठीक अछि कि भल अछि तेबे आ मने मने निजे निजे मु गोटे लिखि देइकरी बस पड़ी ताको किछि मान्यता नथिबो मोर भाव विह्वल होइकरी मु जहा भाबिबी ता लिखि देबी ताले सेटा कोन गवेषणा भी नुह कि से जो गवेषणार जो थेसिस मु लिखिबी सेटा को केही मान्यता देबे नाही तेनु करी पद्धतिर अवलंबन करिबा को पड़ी थाए ताले से पद्धति 10टी कोन ना एक हला विज्ञान भित्तिक पद्धति 2 हला मान निर्धारण मूलक बा मान प्रवर्तक मूलक पद्धति 3 हला अनुभूति संपृक्त पद्धति 4 ऐतिहासिक पद्धति 5 नथी पथीकृत पद्धति 6 आत्मजीवनी अनुसृत पद्धति 7 परीक्षणात्मक पद्धति 8 साक्षात्कार मूलक पद्धति 9 तुलनात्मक पद्धति एवं 10 सर्जनात्मक पद्धति तो आम बही रे ए 10टी पद्धति भितर गोटे पद्धति विषय ही लिखिछि विज्ञान भित्तिक पद्धति जोटा से विषय ही आम बही रे लिखिछि तेमन हमको जणु करी जदी पद्धति पढिला हमको 10टा जेक पद्धति रो लिखिबा को पड़िबो जदी 10 नंबर पद्धति पढिला तेणु करी जेहेतु त बही रे नाही मु एटा आलोचना करूनी किंतु मोर YouTube चैनल रो नोट रे 10टी जेक पद्धति रो 8टी पद्धति को मु विश्लेषण करछि सेटा आपण माने देखि देबे तापरे हमर आसिला प्रोत्साहन एवं व्यवहार
ତାହେଲେ ଗବେଷଣା କାର୍ଯ୍ୟକୁ ତ୍ୱରାନ୍ୱିତ କରେ କିଏ ନା ପ୍ରୋତ୍ସାହନ। ଗୋଟେ ପ୍ରୋତ୍ସାହନ ମିଳିଲେ, ପ୍ରେରଣା ମିଳିଲେ ଗବେଷଣା କାର୍ଯ୍ୟଟା ଆଗକୁ ଆଗେଇବ। ଏବଂ ତାର ବ୍ୟବହାର এটা କେମିତି ଦେଖିବା ବହିରେ ଦେଇଛି ନା ଏ ପ୍ରୋତ୍ସାହନ ପାଇଁ 4ଟା ମୌଳିକ ତଥା ସହାୟକ ଉପାଦାନ ରହିଛି ହେଲା। ତାହେଲେ ଆମର ଗୋଟେ ପ୍ରଶ୍ନରେ ଅଛି ଯେ ପ୍ରୋତ୍ସାହନର ଉପାଦାନ ବିଷୟରେ ଲେଖ। ତାହେଲେ ତା ଉପରେ ଆମର ପିଭି ୟଙ୍ଗ କହିଛନ୍ତି ଏଇ ଯୋଉ ଗବେଷଣାର ଯୋଉ ଉପାଦାନ ରହିଛି 4ଟି ଉପାଦାନ, 4ଟି ଉପାଦାନରୁ ଗୋଟେ ଉପାଦାନ ହେଲା, ପ୍ରଥମଟା ହେଲା କଣ ନା କହୁଛି ପ୍ରଥମଟା ହେଲା ମଣିଷର ଜିଜ୍ଞାସୁ ମନୋବୃତ୍ତି, 2ରେ ହେଲା ସୃଷ୍ଟି ଉତ୍ସର କାରଣ ଓ ପ୍ରଭାବ ସମ୍ପର୍କରେ ଚିନ୍ତା କରିବା, 3 ବିବିଧ କାରଣ ଗୁଡ଼ିକର ଅଧ୍ୟୟନ ଏବଂ ଅନୁଧ୍ୟାନ, 4 ହେଲା ପରିମାଣାତ୍ମକ ଓ ପରିସଂଖ୍ୟାନ ପଦ୍ଧତି ଉପରେ ଗୁରୁତ୍ୱ। এই 4ଟା ତାର ଉପାଦାନ। ତାହେଲେ এই 4টাକୁ ଟିକେ ଆମେ ବୁଝିଦବା। ଆମେ ଜାଣିଛେ ଯେ ପ୍ରତ୍ୟେକ ମଣିଷ ଭିତରେ ଗୋଟେ ଜିଜ୍ଞାସୁ ମନୋବୃତ୍ତି ଅଛି, ଯୋଉଟା ମୁଁ ପ୍ରଥମରୁ କହୁଥିଲି। ଆମର ଚାରିପଟରେ ଯୋଉ ଘଟଣା ଘଟେ, ଆମ ଚାରିପାଖର ଯୋଉ ଅବସ୍ଥିତି ରହିଛି ତା ସମ୍ପର୍କରେ ଅନୁସନ୍ଧାନ କରିବା ବା ଜାଣିବାର ଆଗ୍ରହ ପ୍ରତି ମଣିଷ ମନର ଗୋଟେ ଅନ୍ତର୍ନିହିତ ବିଶେଷତା ସମସ୍ତଙ୍କ ଭିତରେ ରହିଛି। ତମେ ଘର ଭିତରେ ଅଛ, ବାହାରେ କଣ ଜୋରେ ଗୋଟେ ପାଟିତୁଣ୍ଡ ଶୁଭିଲାଣି, ଟିକେ ଯେ ଶାନ୍ତିପ୍ରିୟ ଲୋକ ତାକୁ ଡର ଲାଗିବ ଗଣ୍ଡଗୋଳକୁ, ସେ ଝରକା ଟିକେ ଫାଙ୍କ କରି ଉଣ୍ଡିକି ଦେଖିବ ଯେ କଣ ଚାଲିଛି ବାହାରେ, କିଏ ଗଣ୍ଡଗୋଳ କରୁଛି। ତ ଏଇଟା ଗୋଟେ ମଣିଷର ପ୍ରବୃତ୍ତି, ତାର ଜାଣିବାର ଗୋଟେ ଇଚ୍ଛା, କଣ ଚାଲିଛି ତା ଚାରିପଟେ, ତା ପାରିପାର୍ଶ୍ୱିକ ଅବସ୍ଥାରେ କଣ କଣ ଘଟଣା ଘଟୁଛି ଜାଣିବାର ଇଚ୍ଛା। ଏଇଟା ହେଲା ଗୋଟେ ସାଧାରଣ ଘଟଣା କଥା କହିଲି। ସେମିତି ଆମର ବହି ଭିତରେ ଅଛି। ମୁଁ ଆଜି ଗୋଟେ ମୋର ଉପନ୍ୟାସ ଲେଖିକି ବାହାର କଲି, ସିଏ ଗୋଟେ ଉପନ୍ୟାସ ଲେଖିକି ବାହାର କଲେ, ମୁଁ କିଛି ଲେଖିଦେଲି ବହି ବିଷୟରେ ଗୋଟେ ପଂକ୍ତି ଲେଖିଦେଲି, ତାପରେ ପାଠକଙ୍କ ମନରେ ଜିଜ୍ଞାସା ଆସିବ, ଆରେ ସେ ବହି ଭିତରେ କଣ ଅଛି। ଜଗନ୍ନାଥଙ୍କ ଉପରେ ଗୋଟେ ବହି ଲେଖା ହେଲା, 2 ଧାଡି ଲେଖା ହେଇକିରି ପୋଷ୍ଟ କରା ହେଇଗଲା, ସମସ୍ତଙ୍କ ମନରେ ଆଗ୍ରହ ହବ ତା ବହି ଭିତରେ ଅଛି କଣ। ତ ଏଇ ଗୋଟେ ପ୍ରତ୍ୟେକ ମଣିଷ ଭିତରେ ଏଇ ଯୋଉ ଜିଜ୍ଞାସୁ ମନୋବୃତ୍ତିଟି ରହିଛି ତାହା ସ୍ୱାଭାବିକ, ତାହା ରହିବ ହିଁ ରହିବ, ସେଇଟା ହିଁ ମଣିଷ ମନର ଅନ୍ତର୍ନିହିତ ବିଶେଷତା। ତାହେଲେ ମଣିଷର ଏଟାକୁ ଆମେ ସ୍ୱାଭାବିକ ପ୍ରବୃତ୍ତି ଆମେ କହିପାରିବା। ଯେମିତି ଗୋଟେ ଶିଶୁ ତା ନିଜ ବାଟରେ ଜାଣିବା ପାଇଁ ସେ ପ୍ରୟାସ କରେ ପ୍ରଥମେ, ସେମିତି ଜୀବଜଗତ ତଥା ବିଶ୍ୱ ବ୍ରହ୍ମାଣ୍ଡରେ ଘଟୁଥିବା ବିଭିନ୍ନ ପ୍ରକାର ଘଟଣାବଳୀର ସତ୍ୟାସତ୍ୟ ଅନ୍ୱେଷଣ ପାଇଁ ବୈଜ୍ଞାନିକଟି ନିଜର ସାମର୍ଥ୍ୟ ଅନୁସାରେ ପ୍ରୟାସ କରେ। ଏକ ଗଲା। 2 ନମ୍ବର ପଏଣ୍ଟରେ ଆମର ଆସିଲା ସୃଷ୍ଟିର ଉତ୍ସର କାରଣ ଆଉ ପ୍ରଭାବ ସମ୍ପର୍କରେ ଚିନ୍ତା କରିବା। ଏଇଟା ଆମେ କଣ ପଢୁଛେ ନା ଆମେ ଏଇଟା ପ୍ରୋତ୍ସାହନର ଉପାଦାନ ପଢୁଛେ। 2ରେ କହିଲା ଯେ ଆମର ଯୋଉ ଜାଗତିକ ଜୀବନରେ ଯୋଉ ସବୁ ଅଲୌକିକ ଘଟଣା ଘଟୁଛି, अलौकिक घटना घटुची, आम सूर्य देखुचे, चंद्र देखुचे, ग्रह तारा देखुचे, सब तापर आम आकाश देखुचे, पवन देखुचे, जोटा को आम धरी पारुने, देखि पारुने, किछि करि पारुने, आम गछ पत्र देखुचे, आम ऋतु देखुचे, ऋतु आसुची, ऋतु जाउची, एई सब जो जिनस गुड़ाक आमर जो घटुची, अनेक अलौकिक घटना घटुची। तो से अलौकिक घटना गुड़ाक विषय से सृष्टिर उत्स कौन, तार कारण कौन, से प्रभाव कौन, यही सब संपर्क में मनुष्य मनरे अनेक कौन आसे ना सन्देह आसे एवं ता भीतर गोटे अनिश्चितता मध्य आसे। तो ताकू दूरीभूत करने मनुष्य सब बेले यत्नशील थाए। पिलाटी कौन करिवो ना तार पेरेंट्स को बा तार टीचर को पचारिवो यार कारणटा कौन ही पारे। जने बड़ जी सी अन्य लेवल रे चेष्टा करिवो, चिंता करिवो। आजिकल गूगल खोजिबे यार अर्थ कौन ही पारे, यार कारण कौन ही पारे। तापर आसिला हमर 3 रे हमर आसिला कोन ना विविध कारण गुड़िकर अध्ययन और अनुध्यान। तापर मनरे कारण काहे कि किपरि सब प्रश्न आसिला 2 रे। 3 रे कोन ए जो काहे कि किपरि आसिला तार अनुध्यान करिवे किपरि ना विविध कारण गुड़िकर अध्ययन और अनुध्यान करिवे ना ए जो नुआ तथा अप्रत्याशित जो स्थितिर अनवतरण हेतु मनीष सब बेले कोन ना जो कठिन सामाजिक समस्यार सम्मुखीन सब बेले होउची। तेल साधारण मनीष यही प्रक्रिया प्रतिक्रिया प्रकाश करें संपर्क में। मात्र समाज विज्ञानी जी
ଯେ ସମାଜ ବିଜ୍ଞାନୀ ସିଏ ଅନାସକ୍ତ ଭାବରେ ଏଇସବୁ ଯୋଉ ଜଟିଳ ସମସ୍ୟା ହେଇଛି ତାର ଉତ୍ପତ୍ତିର କାରଣ ତାର ନିରାକରଣ ସମ୍ପର୍କରେ ସେ ଚିନ୍ତା କରେ ଏବଂ ସମାଧାନର ସୂତ୍ର କରେ। ତାହେଲେ ଏଇ ସବୁ ଘଟଣାର ଉତ୍ପତ୍ତି ମୂଳରେ ଯୋଉ ବିଭିନ୍ନ କାରଣ ଗୁଡିକ ଥାଏ ତାର ପୁଙ୍ଖାନୁପୁଙ୍ଖ ଅଧ୍ୟୟନ ଆଉ ଅନୁଧ୍ୟାନ କରିବା ପାଇଁ ସମାଜ ବିଜ୍ଞାନୀ ମାନେ ଅନୁପ୍ରେରିତ ହୋଇଥାଏ। 4ରେ ହେଲା କଣ ଆମର ପଏଣ୍ଟଟା ପରିମାଣାତ୍ମକ ଓ ପରିସଂଖ୍ୟାନ ପଦ୍ଧତି ଉପରେ ଗୁରୁତ୍ୱ। ତ ପୁରୁଣା କାର୍ଯ୍ୟ ପଦ୍ଧତିର ପରୀକ୍ଷା ନିରୀକ୍ଷା ଏବଂ ନୂତନ କିଛି ଆବିଷ୍କାରର ଅଭିଳାଷରୁ ହିଁ ବ୍ୟବହାରିକ ମୌଳିକ ଜ୍ଞାନ ଆହରଣରେ ସହାୟକ ହୋଇଥାଏ। ତାହେଲେ ଏହିପରି ଗବେଷଣା କେବଳ ସାମାଜିକ ଘଟଣାକୁ ନିରୀକ୍ଷଣ କରେ ନାହିଁ ପରନ୍ତୁ ଏହି ଗବେଷଣା କୌଶଳ ବା ପଦ୍ଧତି ସାମାଜିକ ଗବେଷଣା ପାଇଁ ଅଭିପ୍ରେତ ହୋଇଥାଏ। ତାହେଲେ ସାମାଜିକ ସମସ୍ୟାର ସମାଧାନ ପାଇଁ ଏମିତି ବହୁ ଗବେଷଣାତ୍ମକ କାର୍ଯ୍ୟ ନୀତି ପ୍ରତି ଧୀରେ ଧୀରେ ଭଲରୁ ଭଲ ଉତ୍କୃଷ୍ଟରୁ ଉତ୍କୃଷ୍ଟତର ହଉଛି ଏବଂ ପରିମାଣାତ୍ମକ ଆଉ ପରିସଂଖ୍ୟାନ ପଦ୍ଧତି ତା ଉପରେ ଗୁରୁତ୍ୱ ଦିଆଯାଇଛି ଯାହାଫଳରେ ସାମାଜିକ ଗବେଷଣା କ୍ରମଶଃ ଅଧିକ ସ୍ପଷ୍ଟ ଆଉ ନିର୍ଭୁଲ ହେବାର ପରିଲକ୍ଷିତ ହେଉଛି। ଏଗୁଡିକ ହେଲା ତାର ଉପାଦାନ ତାପରେ ଦେଇଛି ତାର ଉପାଦାନ ପରେ ତାର ଦେଇଛି ତାପରେ ତାର ଧାରଣା। ତାହେଲେ ଆମର ଏଇ ଯୋଉ ବହିରେ ପ୍ରଶ୍ନ ଗୁଡିକ ଆମର ରହିଛି ସେ ପ୍ରଶ୍ନର ଉତ୍ତର ଗୁଡିକ ଆମେ ପଛରେ ପଢା ସରିଲା ପରେ ଆମେ ଆଲୋଚନା କରିବା। ସବୁ ପଢା ହେଇଯାଉ ତାପରେ ଆମେ ଆଲୋଚନା କରିବା। ତାହେଲେ ଆମର ଏଇ ପ୍ରଥମ ୟୁନିଟରେ ଆମେ ଏତିକି ଦେଖିଲେ ତାପରେ ଲେଖିଲା ଯେ ସମାଜର ଭୌତିକ ସମୃଦ୍ଧି ପାଇଁ ଆମର ଜ୍ଞାନ ଆହରଣ ହେଲା ଗୋଟେ ପ୍ରଧାନ ଆଉ ଶକ୍ତିଶାଳୀ ଆୟୁଧ ହେଲା। ଭୌତିକ ସମୃଦ୍ଧି ଭୌତିକ ଜିନିଷ କଣ ଆମେ ପଢିଛେ ଆଗରୁ ଭୌତିକ ଆଉ ଅଭୌତିକ ହେଲା। ଆମେ ପଢିଛେ ଭୌତିକ କଣ ନା ଯୋଉଟାକୁ ଆମେ ଆଖି ଆଗରେ ଦେଖି ପାରୁଛେ ବା ଛୁଇଁ ପାରୁଛେ ସେଗୁଡା ହେଲା ଭୌତିକ ବସ୍ତୁ। ଯେମିତିକି ଆମେ ଇଟା ଦେଖୁଛେ ପଥର ଦେଖୁଛେ ମଣିଷ ଦେଖୁଛେ ଗଛ ପତ୍ର ଦେଖୁଛେ ଟିଭି ଦେଖୁଛେ ଫ୍ରିଜ ଦେଖୁଛେ ବସ୍ ଦେଖୁଛେ ଟ୍ରେନ ଦେଖୁଛେ ଏସବୁ ଭୌତିକ ବସ୍ତୁ। ଅଭୌତିକ ବସ୍ତୁ ଗୁଡାକ ଯୋଉଗୁଡାକ ଆମେ ଦେଖିପାରୁନେ କେବଳ ପବନ ଆମେ ଦେଖିପାରୁନେ ଅନୁଭବ କରିପାରୁଛେ ଏମିତି ଅଭୌତିକ ବସ୍ତୁ ସବୁ। ଯେମିତି ଆମର ଭାବର କଥା କାହାକୁ କାହା ପ୍ରତି ସ୍ନେହ ସେଟା ଆମେ ଦେଖିପାରୁଛେ କି ଦେଖିପାରୁନେ ସେଟା କେବଳ ଅନୁଭବ କରିପାରୁଛେ। ତାହେଲେ ଏଇ ଯୋଉ ଭୌତିକ ସମୃଦ୍ଧି ପାଇଁ ଜ୍ଞାନ ଆହରଣ କରିବା ପାଇଁ ପ୍ରଧାନ ଶକ୍ତିଶାଳୀ ଆୟୁଧ ହେଲା ସମାଜର ରହିଛି। ତାହେଲେ ଜ୍ଞାନ ଆହରଣ ତାହେଲେ ଜ୍ଞାନ ଆହରଣଟା ହେଲା ସବୁଠୁ ଶ୍ରେଷ୍ଠ। ତାର ପରିସୀମାକୁ ସମୃଦ୍ଧ ଆଉ ପରିବ୍ୟାପ୍ତ କରିବା ପାଇଁ କେମିତି କରିପାରିବ ନା ଗବେଷଣା ମାଧ୍ୟମରେ ହିଁ ତୁମର ଜ୍ଞାନ ପଢିବ। ଯୋଉଟା କି ତାର ଗୋଟିଏ ମାତ୍ର ରାସ୍ତା ହେଲା କଣ ନା ଗବେଷଣା। ଗବେଷଣା କଲେ ହିଁ ନୂତନ ନୂତନ ଜ୍ଞାନ ଆମେ ଆହରଣ କରିପାରିବା ଏବଂ ବିଭିନ୍ନ ତାର ଯୋଉ ଦିଗ ଅଛି ତାକୁ ଆମେ ଉନ୍ମୋଚିତ କରିପାରିବା। ତାହେଲେ ଭାରତ ବିଜ୍ଞାନ ପ୍ରଯୁକ୍ତି ଆଉ ସାମାଜିକ ଜ୍ଞାନ ସମ୍ପର୍କିତ ଗବେଷଣାର ମୂଲ୍ୟକୁ ଗୁରୁତ୍ୱ ଦେବା ପାଇଁ ଆମର ଜବାହରଲାଲ ନେହେରୁ 1958 ମସିହାରେ ଗୋଟେ ସାଇଣ୍ଟିଫିକ ପଲିସି ରିସର୍ଚ୍ଚ SPR ଗୋଟେ ଗଠନ କରିଥିଲେ। ଏହା ଦ୍ୱାରା କଣ ହେଇଛି ନା ବିଜ୍ଞାନ ସମେତ ଯୋଉ ଆମର ଯୋଉ ଅବହେଳିତ ଆଉ ଯୋଉଗୁଡାକ ପ୍ରାୟ ଲୁପ୍ତ ପ୍ରାୟ ହେଇଗଲାଣି ଯୋଉଟା ଜଣା ପଡୁନି ଲୁଚି ଯାଇଛି ଜଣା ପଡୁନି ଆମର ଯୋଉ ସଂସ୍କୃତି ହେଲା। ତାହେଲେ ସେ ଦେଶୀୟ ସାଂସ୍କୃତିକ ବିଭବର ପୁନରୁଦ୍ଧାର ପାଇଁ କରିକି ସେ ଗୋଟେ ଆଦର୍ଶ ତଥା ଗୋଟେ ସମାଜ ମଙ୍ଗଳକାମୀ ରାଷ୍ଟ୍ର ଗଠିତ ହୋଇପାରିବ ବୋଲି ପଣ୍ଡିତ ଜବାହରଲାଲ ନେହେରୁ ଚିନ୍ତା କରିଥିଲେ। କାରଣ ଦେଶ ସ୍ୱାଧୀନ ହେଲା ଏବଂ ଇଂରେଜ ମାନଙ୍କର ପାଶ୍ଚାତ୍ୟ ସଭ୍ୟତା ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବ ଆମ ଦେଶ ଉପରେ ବହୁତ ପଡିଲା ଏବଂ ଆମ ଦେଶର ଲୋକମାନେ ମଧ୍ୟ କଣ ନା ବିଜ୍ଞାନ ଆଉ ପ୍ରଯୁକ୍ତି ବିଦ୍ୟା ପ୍ରତି ବେଶୀ ନିର୍ଭରଶୀଳ ହେଲେ। ଚାଷ ଜମି ଛାଡି ଦେଇକି କଳକାରଖାନାରେ କାମ କରିବାକୁ ଗଲେ ଗବେଷଣାଗାରରେ କାମ କରିବାକୁ ଗଲେ। ତ ଆମର ଯୋଉ ସଂସ୍କୃତି କଣ ହେଲା ନା ଧୀରେ ଧୀରେ ମାଟି ତଳେ ପୋତି ହେଇ ଐତିହ୍ୟ ପରମ୍ପରା ପୋତି ହେଇ ଯିବାକୁ ଲାଗିଲା। ତେଣୁକରି ତାକୁ ପୁଣି ଥରେ ଉଠେଇବା ପାଇଁ ଆମର ନେହେରୁ ଚିନ୍ତା କରିଥିଲେ। ସେମିତି ଆମର ଆର୍ଥ ସାମାଜିକ ତଥା ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ମଧ୍ୟ ଗବେଷଣା ନିମନ୍ତେ ଆମର ସାଇନ୍ସ ଟେକ୍ନୋଲୋଜି ଏସବୁ ବିଭିନ୍ନ ସଂସ୍ଥା ଗଠନ କରାଯାଇଥିଲା। STSK ସାଇନ୍ସ ଟେକ୍ନୋଲୋଜି ଆଣ୍ଡ ସୋସାଇଟିକାଲ ଲାଙ୍ଗୁଏଜ ହେଲା STSK ଗଠନ କରିଥିଲେ। କିଏ ଜାଣେ ଆମର 2 ନମ୍ବରରେ ଏଇଟା ପଡି ବି ଯାଇପାରେ। ତାହେଲେ ଏହିପରି ସଂସ୍ଥା ଆଉ ଅନୁଷ୍ଠାନ ଗଠନ ମାଧ୍ୟମରେ ହିଁ ଗବେଷଣାର କ୍ଷେତ୍ର ଯେତିକି ପ୍ରସାରିତ ହେବ ଅନୁରୂପ ଭାବେ ଗବେଷକଟି ସେତିକି ପ୍ରୋତ୍ସାହିତ ହେଇପାରିବ। ଗୋଟେ ଗବେଷକ ଯେତେବେଳେ ଗବେଷଣା କରିବାକୁ ଯିବ ତାର କ୍ଷେତ୍ର ମଧ୍ୟ ସେତିକି ପ୍ରସ୍ତୁତ ମାନେ ଥିବ ଯୋଉଟା କି ତାକୁ ସୁବିଧା ହଉଥିବ ଯେତେବେଳେ ଯୋଉ ତଥ୍ୟ ଚାହୁଁଥିବ ପାଉଥିବ ଏଇ ସବୁ ହେଲେ ସିନା ସିଏ ପ୍ରୋତ୍ସାହିତ ହବ ଗବେଷଣା କରିବା ପାଇଁ।
नहले केमती गवेषणा से करिवो ताले ए गवेषणा उपलब्ध ज्ञान को आधार करिकि राष्ट्रटी कोन हुए ना आर्थ सामाजिक आउ सांस्कृतिक क्षेत्र रे समृद्धिशाली होई थाए ताले आमे जे भाबिबा ए जो गवेषणा करूचे गवेषणा गोटे सहज काम कि सेटा गोटे सहज काम नुहे ता सहित कौन जड़ित होइकि रही थाए ना गवेषकर एकनिष्ठ साधन प्रथमे लिखिथिला पूर्वरु जे अवसर जो खाली विनोदन अवसर विनोदन करिया मजा थटा करिया गवेषणा नुहे एटा गोटे सहज कथा नुहे ता भितर जड़ित होइकि रहिछि तार आत्मा एकात्म भाव से जड़ित होइकि रहिछि गवेषक गोटे सी गोटे एकनिष्ठ साधक सी जणे हैला एथिपई तार जाबतिक आनुषंगिक क्रिया पद्धति एतत् संपर्कीय जणे गवेषक जेतेबेले गोटे निर्दिष्ट विषय वस्तु उपरे मनोनिवेश करे एवं तार गवेषणार कार्य को जेतेबेले आगु को बढ़ाए सेतेबेले कौन हुए ना प्रसंग क्रमे गवेषणा बहिर्भूत विषयावली हैला गवेषणा बाहर जो तार विषय रही ता उद्देश्य रे मध्य प्रश्नर पहाड़ तैयारी करे हैला ताले सेही प्रश्नर जो पहाड़ रही ताकू लंघिबाकू पई हेले कोन हबो ना ताकू सेति ज्ञान दरकार ताकू विद्या दरकार सेति पई गवेषक कोन करे से प्रश्नर पहाड़ गोटे प्रश्नर गोटे प्रश्नटे पचारि मोर तो जी उत्तर देबे तांको पाखरे सेति ज्ञान थिले तो से मो प्रश्नर उत्तरटा देई परिबे ना तेणु करी गवेषक जो बहुत गुड़े प्रश्नावली तैयारी करे सेट तैयारी करे प्रश्नर पहाड़ तैयारी करे ताकू लंघिबा पई ताकू सेति ज्ञान पाइबार अच्छी तेणुक सी कौन करे ना जो आंतर्विद्यार से शरणापन्न हवा को बाध्य हुए कहीं ना आंतर्विद्या संपर्कित ज्ञान आहरण ही गवेषणा को शक्तिशाली युक्तिनिष्ठ तथा सहजगम्य होता है आसला एई जो आलोचना प्रसंग रे आमे दीटा जिनिस को जानि बाइठी हैला दुईटी बिंदु ऊपर आमे मनोनिवेश करि परिबा कोन प्रथमटा कोन ना प्रथमटा हैला गवेषक जे विषय रे गवेषणा करिवो सेथि प्रति तार रे आग्रह रहिबा अनावश्यक प्रथमटी हेउची गवेषक जे विषय रे गवेषणा करिवो सेथि प्रति तार आग्रह रहिबा अनावश्यक एही आग्रहटी सेतेबेले सृष्टि हुए जेतेबेले गवेषक से संपर्कित अध्ययन अवसर नूतन किसी उपलब्धि करि थाए ए देख ये जो अनावश्यक शब्दटा रही भावुँ से बहीटार लिखा अनावश्यक तो सेटा आवश्यक हेब कहीं ना गवेषणा प्रति जो आग्रह न रही से गवेषणा करिवो केमती तेणुक ये आवश्यक हम ताले आग्रहटा केतेबेले सृष्टि हम ना जेतेबेले गवेषक से संपर्क रे अध्ययन अवसर किछि नूतन उपलब्धि करिवो नूतन किछि यदि गोटे जिनिस पाइबो ताहले ही तार से विषय रे आग्रह अधिक बढ़िबो नहले तार आग्रहटा जदि सेटा न पाइला नूतन उपलब्धि किछि नहला तार ताले से आग्रह तार काई रहिबो ताले से नूतन उपलब्धि गुडी को चर्चा परिसरभुक्त करिवा पई गवेषक मन रे जो भाव तरंग सृष्टि हुए तार पुंखानुपुंख अध्ययन से कौन करे ना व्याख्या पूर्वक करि थाए ता मन जो प्रश्न सब सृष्टि होता है ताकू समाधान करने ता मन भितर जो आग्रह सृष्टि होता है सी कौन करे तापर तार पुंखानुपुंख अध्ययन करे बिट बाय बिट पढ़े पढ़िकी अध्ययन करे तापर ज्ञान अर्जन करे तापर ही तार व्याख्या करि परिबो ताले एई व्याख्यारु निर्मित हुए कौन ना विमर्शर क्षेत्र तेणु अस्पष्ट अथवा तंद्राच्छन्न अथवा आदौ आलोचना परिसरभुक्त होई नथिबा विषय संपर्क रे अधिकरु अधिक पुंखानुपुंख गवेषणा पई गवेषक निजर आग्रह को बलवत्तर करिଥାଏ हैला कोन ना जोटा अस्पष्ट गोटे विषयटे अछि ता भितर से गवेषणा करिया को जीवो से विषय तार विशेष किछि ज्ञान नहीं आ से जो गवेषणा करिवो विषय वस्तुटा अछि सेटा अस्पष्ट क्लियर भाव रे सेतरी किछि लेखा जाई नाही बा क्लियर भाव रे सेतरी किछि नाही ताले सी कौन करिवो ना सेथि प्रति सी आ कौन करिवो ना अधिक आलोचना करिवो अधिक विश्लेषण करिवो से विषय उपरे आग्रह को बलवत्तर रखिथिबो सेतरे ताले सेई जो विषय ता प्रति गवेषकर मन रे जो आग्रहटी आसुची हैला सेटा केते बेले बलवत्तर हबो एवं तार जो जिज्ञासा आडको से जीव तार सब किछि जानिबा को तापर ता मन रे इच्छा हबो ताले एई जो तार पुणी ता मन रे जो इच्छाटा आसिला तार जो जिज्ञासा सृष्टि हैला से जिज्ञासा को परिपूर्ति करिया पई गवेषक कोन करिवो तापरे ना विभिन्न सूत्ररु से कोन करिवो ना
ସେଇ ବିଷୟରେ ସେ କ'ଣ କରିବ ନା ପ୍ରାଥମିକ ଉପାଦାନ ସଂସ୍ପର୍ଶରେ ସିଏ ଆସିବ। ସେ କେମିତି ବିଶ୍ଳେଷଣ କରିବ ନା ତାର ପ୍ରାଥମିକ ଉପାଦାନ ପ୍ରଥମେ କ'ଣ ସେ ପ୍ରଥମ ସୋପାନକୁ ସେଠିକି ଯିବ। ତାହେଲେ ପଠନ ପ୍ରକ୍ରିୟା ଏହି ପ୍ରାଥମିକ ଉପାଦାନ ବା ଉତ୍ସ ହିଁ ପ୍ରଥମେ ଗବେଷକକୁ ପ୍ରୋତ୍ସାହିତ କରିଥାଏ। ପଠନ ପ୍ରକ୍ରିୟା କେମିତି ନା ପଢିବା ଦ୍ୱାରା ପ୍ରଥମେ ସେଇଟାକୁ ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ କରିବ, ପ୍ରତିଟି ଶବ୍ଦକୁ ପ୍ରତିଟି ବାକ୍ୟକୁ ତାକୁ ଭଲ ଭାବରେ ଆଗ ପ୍ରଥମେ ସେ ପଢିବ ଗବେଷଣା କରିବା ପୂର୍ବରୁ। ତାପରେ ଏଇ ପ୍ରାଥମିକ ଉତ୍ସ ଗୁଡାକ ହେଲା କ'ଣ ପଢିବ ସିଏ କେମିତି ଜାଣିବ ନା ପାଣ୍ଡୁଲିପି, ଅପ୍ରକାଶିତ ପାଣ୍ଡୁଲିପି ପଢିବ, ଯୋଉଟା ପ୍ରକାଶିତ ହୋଇ ନାହିଁ। ପ୍ରକାଶିତ ଯୋଉଟା ହେଇଛି ସେଟା ଲୋକଲୋଚନକୁ ଆସିଛି, ସମସ୍ତେ ଜାଣିଛନ୍ତି। ଯୋଉଟା ପ୍ରକାଶିତ ହୋଇ ନାହିଁ ତାକୁ ସିଏ ପଢିବ। ତାହେଲେ ପ୍ରକାଶିତ ପୁସ୍ତକରେ ଯୋଉ ବିଷୟ ସମ୍ପର୍କରେ ଯୋଉ ସୂଚନା ରହିଛି, ପୁରୁଣା ନଥିପତ୍ର, ସମସାମୟିକ ପତ୍ରପତ୍ରିକା, ପାଠାଗାର, ଇଣ୍ଟରନେଟ, ବାର୍ତ୍ତାଳାପ ଇତ୍ୟାଦିର ସିଏ ସାହାଯ୍ୟ ନବ। ତାହେଲେ ଏଇଟା ହେଲା କ'ଣ ନା ପ୍ରାଥମିକ ଉତ୍ସ। ପ୍ରଥମେ ସେ ଏଇ କାମଟା କରିବ କହିଲେ। ଆମେ ଏଇଟା ଦିଟା ଜିନିଷ ଅଛି ବୋଲି ପୂର୍ବରୁ କହିଛେ। ତାପରେ ଏଇ ପ୍ରାଥମିକ ଉତ୍ସ ଗୁଡାକୁ ପ୍ରକାରାନ୍ତରେ ଗବେଷକକୁ ଏଗୁଡାକ ତାକୁ ପ୍ରୋତ୍ସାହିତ କରେ ଗବେଷଣା କାର୍ଯ୍ୟକୁ ଆଗକୁ ନବା ପାଇଁ। ତା ପ୍ରାଥମିକ ଉତ୍ସ ଗୁଡା କ'ଣ ହେଲା ନା ଅପ୍ରକାଶିତ ପାଣ୍ଡୁଲିପି, ତାପରେ ବିଷୟ ସମ୍ପର୍କିତ ସୂଚନା, ପୁରୁଣା ନଥିପତ୍ର, ସମସାମୟିକ ପତ୍ରପତ୍ରିକା, ପାଠାଗାର, ଇଣ୍ଟରନେଟ, ବାର୍ତ୍ତାଳାପ ଏଗୁଡାକ ହେଲା ତାର ପ୍ରାଥମିକ ଉତ୍ସ। ତାପରେ କାରଣ ଅଧ୍ୟୟନ ପ୍ରକ୍ରିୟାର ପ୍ରାଥମିକ ସ୍ତର ହିଁ ଗବେଷକ ମନରେ ଉଦ୍ଦୀପନା ଭରି ଦେଇଥାଏ। ଯେତେବେଳେ ସେ ଗୋଟେ ଅପ୍ରକାଶିତ ପାଣ୍ଡୁଲିପିଟା ପଢେ ତା ମନରେ କେତେ ଉଦ୍ଦୀପନା ଆସିବ, ଆରେ ଏଇ ଜିନିଷଟା କ'ଣ କେହି ଜାଣିନାହାନ୍ତି, ତାକୁ ମୁଁ ଗବେଷଣା କରିବି, ତାକୁ ମୁଁ ଲୋକଲୋଚନ ସମ୍ମୁଖକୁ ଆଣିବି, ମୁଁ କିଛି ଗୋଟେ ନୂଆ କରିବି। କିଛି ଗୋଟେ ନୂଆ କଲେ ମନ ଭିତରେ ଗୋଟେ ଯୋଉ ଆଗ୍ରହ ଆସେ, ଯୋଉ ଗୋଟେ ପୁଲକ ଜାଗ୍ରତ ହୁଏ, ଯୋଉ ଗୋଟେ ଉଦ୍ଦୀପନା ଆସେ, ସେଇଟା ଗବେଷକକୁ କ'ଣ କରେ ନା ଆଗକୁ ଗବେଷଣାକୁ ବଢେଇ ନେବା ପାଇଁ ସାହାଯ୍ୟ କରିଥାଏ। ତାହେଲେ ସେଥିପାଇଁ କ'ଣ ହୁଏ ନା ତାକୁ ଆନ୍ତର୍ବିଦ୍ୟାର ଆବଶ୍ୟକତା ପଡେ। ଆନ୍ତର୍ବିଦ୍ୟାର ଅଧ୍ୟୟନ ସେଥିପାଇଁ ସେ କରେ, ଭଲ କିନା ପଢେ, ପଢିଲେ ହିଁ ସେ ଜାଣିପାରିବ ହେଲା, ଭଲ କିନା ପାଠ ପଢିବ, ସେ ବିଷୟ ଗୁଡାକ ପଢିବ। ତାହେଲେ ଯେତେବେଳେ ଗବେଷକ ଯେତେବେଳେ ପ୍ରାରମ୍ଭିକ ସୋପାନର ସେ ଯୋଉ ଉତ୍ସ ଯୋଉଟାକୁ ଆମେ ଆଲୋଚନା କଲେ, ତା ସହିତ ଯେତେବେଳେ ସେ ଏକାତ୍ମ ହେଇଯାଏ ମାନେ କ'ଣ ତା ଭିତରେ ହଜିଯାଏ, ସେ ପାଣ୍ଡୁଲିପି ଭିତରେ ସେ ନିଜକୁ ପାଏ, ଏକାତ୍ମ କରିଦିଏ, ତା ଆତ୍ମାକୁ ୟା ଆତ୍ମା ଗୋଟିଏ ହେଇଯାଏ, ଏକାତ୍ମ କରିଦିଏ, ସେତେବେଳେ ସିଏ ନିଜେ ସ୍ୱତଃ ଅନୁଭବ କରିବାରେ ସକ୍ଷମ ହୁଏ ଯେ ଗବେଷଣା ପାଇଁ ସେ ଯୋଉ ବିଷୟବସ୍ତୁ ନିର୍ବାଚିତ ବିଷୟବସ୍ତୁ ସହିତ ଅନ୍ୟ କେଉଁ ସବୁ ବିଦ୍ୟାର ପ୍ରତ୍ୟକ୍ଷ ଆଉ ପରୋକ୍ଷ ସମ୍ପର୍କ ରହିଛି। ସେ ଯୋଉ ପ୍ରଥମେ କ'ଣ ଗବେଷଣା ପାଇଁ ଫାଷ୍ଟ ହେଲା କ'ଣ ବିଷୟବସ୍ତୁ ନିର୍ବାଚନ, ପ୍ରଥମ ସୋପାନ ସେଇଟା। ତାହେଲେ ସିଏ ଏଇ ପ୍ରଥମ ସୋପାନ ଏଇ ଯୋଉ ବିଷୟବସ୍ତୁ ରହିଛି ତାକୁ ପ୍ରତ୍ୟକ୍ଷ ଆଉ ପରୋକ୍ଷ ସମ୍ପର୍କ ରହିଛି ତାର। ତାହେଲେ ତାକୁ ଆଧାର କରିକି, ସେଇ ସୂତ୍ରକୁ ଆଧାର କରିକି ଗବେଷଣା କ'ଣ କରେ ନା ଅଧ୍ୟୟନ କରେ ଯେ ସେ ଯୋଉ ବିଷୟବସ୍ତୁଟାକୁ ଠିକ କରିଛି, କୋଉ ପାଣ୍ଡୁଲିପିରେ, କୋଉ ଗ୍ରନ୍ଥରେ ବା ଇଣ୍ଟରନେଟରୁ କୋଉଟା ଆଣିବ, ତା ସାଙ୍ଗେ ଯାହାର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ସମ୍ପର୍କ ରହିଛି। ତାହେଲେ ଏଇ ଅଧ୍ୟୟନ ପ୍ରକ୍ରିୟା ଭିତରେ ସେ କ'ଣ କରେ ନା କ୍ରମଶଃ ଗୋଟେ ନିର୍ଦ୍ଦିଷ୍ଟ ବିନ୍ଦୁ ଅଭିମୁଖେ ସିଏ ଯାତ୍ରା କରେ। ନିର୍ଦ୍ଦିଷ୍ଟ ବିନ୍ଦୁ ଅଭିମୁଖେ ଯାତ୍ରା କରେ ଅର୍ଥାତ୍ କ'ଣ ନା ସିଏ ଗୋଟେ ନିର୍ଦ୍ଦିଷ୍ଟ ତାର ଯୋଉ ଲକ୍ଷ୍ୟ ସ୍ଥଳ ଅଭିମୁଖେ ସିଏ ଯାତ୍ରା କରେ। ତାହେଲେ ଏଇ ବିନ୍ଦୁ ଅଭିମୁଖେ ଅଭିଯାତ୍ରା ନିମନ୍ତେ ଗବେଷକକୁ ନିରବିଚ୍ଛନ୍ନ ପ୍ରୋତ୍ସାହନର ଆବଶ୍ୟକତା ଅଛି ହେଲା, ତାକୁ ସେତିକି ପ୍ରେରଣାର ଆବଶ୍ୟକତା ଅଛି, ପ୍ରୋତ୍ସାହନର ଆବଶ୍ୟକତା ରହିଛି। ଯେମିତିକି ଜଣେ ଗବେଷକ ଇତିହାସର ଗୋଟେ ଅଜ୍ଞାତ ଅଧ୍ୟାୟ ସମ୍ପର୍କରେ ଆଲୋଚନା କରିବା ପାଇଁ ଠିକ କରିଛି, ଯୋଉଟା କି ଜାଣିନାହାନ୍ତି ସେଇ ବିଷୟରେ ସେ ଗୋଟେ ଆଲୋଚନା କରିବ। ଏଥିପାଇଁ ସେ କ'ଣ କରିବ ନା କ୍ଷେତ୍ର ଅଧ୍ୟୟନ କରିବ ହେଲା, ତାପରେ ପ୍ରତ୍ନତତ୍ତ୍ୱ ବିଭାଗ, ତାପରେ ଅଭିଲେଖାଗାର, ଏଇ ତିନିଟା ସ୍ତର ବା ବିଭାଗ ଗବେଷକ ପାଇଁ ଏକାନ୍ତ ଅପରିହାର୍ଯ୍ୟ, ଯିଏକି ଇତିହାସ ବିଷୟରେ କିଛି ଗୋଟେ ଆଲୋଚନା କରିବ ହେଲା। କ'ଣ ନା କ୍ଷେତ୍ର ଅଧ୍ୟୟନ, ପ୍ରତ୍ନତତ୍ତ୍ୱ ବିଭାଗ ଆଉ ଅଭିଲେଖାଗାର। ତାହେଲେ କ୍ଷେତ୍ର ଅଧ୍ୟୟନ ସମୟର ସମ୍ପୃକ୍ତ ଅଞ୍ଚଳର ବାସିନ୍ଦା ମାନେ ସେଇ ଅଞ୍ଚଳର ବୈଶିଷ୍ଟ୍ୟକୁ ପ୍ରତିପାଦନ କରୁଥିବା, ଯେମିତିକି ପ୍ରଥମେ ସେ ଜାଗାଟାକୁ ଭିଜିଟ କରିବାକୁ ଯିବ, ଯୋଉ ଜାଗା ବିଷୟରେ ଲେଖା ହେଇଛି, ଧର ରାଣୀ ପଦ୍ମାବତୀଙ୍କ ବିଷୟରେ ସେ କିଛି ଇଏ କରିବାକୁ ଥିବ, ତ ତାକୁ ଚିତ୍ତରଗଡ଼ ଯିବାକୁ ପଡିବ
ହେଲା ତାହେଲେ ସେଠି ଯିବ ସେଠିକାର ଲୋକଗୀତ କ'ଣ ଅଛି ଲୋକ କାହାଣୀ କ'ଣ ଅଛି ଢଗଢମାଳି କ'ଣ ଅଛି ଲୋକମାନେ ସେଠି ଯୋଉ ଲୋକମାନେ ଅଛନ୍ତି ତ ସେମାନଙ୍କର ନିକଟକୁ ଯାଇକି ସିଏ କ'ଣ କରିବ ନା ସେ ଜିନିଷ ଜାଣିବା ପାଇଁ ଚେଷ୍ଟା କରିବ ସେଠିକା ସ୍ଥାନୀୟ ବାସିନ୍ଦା ମାନେ ଏଇ ଗବେଷଣା କାର୍ଯ୍ୟକୁ ଉତ୍ସାହିତ କରିବା ପାଇଁ ଆଗ୍ରହୀନ୍ୱିତ ମଧ୍ୟ ହେବା ଉଚିତ ତାକୁ ମଧ୍ୟ ସହଯୋଗ ସେତିକି କରିବା ଉଚିତ ସେଠିକା ସ୍ଥାନୀୟ ଲୋକ ଏବଂ ପ୍ରତ୍ନତତ୍ତ୍ୱ ବିଭାଗ ସମ୍ପୃକ୍ତ ପ୍ରତ୍ନତତ୍ତ୍ୱ ବିଭାଗର ବି କାର୍ଯ୍ୟ ରହିଛି ନା ତାଙ୍କଠୁ ମଧ୍ୟ ତାକୁ ସାହାଯ୍ୟ ନବ ସେଥିପାଇଁ ଗବେଷକ ମନରେ ଉଠୁଥିବା ପ୍ରଶ୍ନ ଗୁଡ଼ିକର ଯୋଉ ନିର୍ଭୁଲ ତଥା ସନ୍ତୋଷଜନକ ଉତ୍ତର ଦେବା ପାଇଁ ପ୍ରତ୍ନତତ୍ତ୍ୱ ବିଭାଗ ମଧ୍ୟ ଆଗଭର ହେବା ଉଚିତ ତାପରେ କ'ଣ ନା ସମ୍ପୃକ୍ତ ଐତିହାସିକ ଉପାଦାନ ସମ୍ପର୍କରେ ଗବେଷକକୁ ପରିଚିତ କରାଇବା ବାଞ୍ଛନୀୟ ଇଏ ଗଲା ତୃତୀୟରେ କ'ଣ ଯୋଉ ଅଭିଲେଖାଗାର ରହିଲା ଅଭିଲେଖାଗାରର ଯୋଉ କର୍ମକର୍ତ୍ତା ଅଛନ୍ତି ସେମାନେ ମଧ୍ୟ ଗବେଷକକୁ କ'ଣ ସାହାଯ୍ୟ କରିବେ ନା ପର୍ଯ୍ୟାପ୍ତ ପରିମାଣର ସେ ଯୋଉ ପୁସ୍ତକ ଚାହୁଁଛନ୍ତି ସେଇ ବିଷୟବସ୍ତୁ ଆଧାରିତ ପୁସ୍ତକ ତାକୁ ଦେବେ ନଥିପତ୍ର ନିରୀକ୍ଷଣ କରିବା ପାଇଁ ସାହାଯ୍ୟ କରିବେ ତାହେଲେ ଗବେଷକ ଯଦି ତିନିଟା ସ୍ତରରୁ ପ୍ରୋତ୍ସାହିତ ହୁଏ ତେବେ ସେ ତାର ଗବେଷଣାର ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବ ତାପରେ ଇଏ ହେଲା ପ୍ରଥମ ବିନ୍ଦୁ ତାହେଲେ ପ୍ରୋତ୍ସାହନ ପାଇଁ ଦ୍ୱିତୀୟ ବିନ୍ଦୁ ହେଲା କ'ଣ ନା ସରକାରୀ ଆଉ ବେସରକାରୀ ସଂସ୍ଥା ସେଇ ସ୍ତରରେ ଗବେଷକର ଯୋଉ ଯାତାୟାତ ଖର୍ଚ୍ଚ ରହିବାର ଗୋଟେ ଜିନିଷ ଜଣେ ଗବେଷଣା କରିବାକୁ ଯାଉଛି ଗଭର୍ଣ୍ଣମେଣ୍ଟ ତାକୁ ହେଲ୍ପ କରିବ ତାକୁ ଯାତାୟାତ ପଇସା ତ ସମସ୍ତଙ୍କର ଖର୍ଚ୍ଚ ହବ ସମସ୍ତଙ୍କ ପାଖରେ ନଥାଏ ତେଣୁକରି ଗଭର୍ଣ୍ଣମେଣ୍ଟ କିମ୍ବା ହଉ କିମ୍ବା ବେସରକାରୀ ସଂସ୍ଥା ହଉ ତାକୁ କ'ଣ କରିବେ ନା ଯାତାୟାତର ଖର୍ଚ୍ଚ ଦେବେ ଖାଇବା ପିଇବା ରହିବା ଆଉ ଏସବୁର ଖର୍ଚ୍ଚ ଦେବେ ତାପରେ ସେଇ ସ୍ଥାନରେ ସରକାରୀ ସ୍ତରରେ ଯୋଉ କାର୍ଯ୍ୟରତ ଅଧିକାରୀ ଥିବେ ତାଙ୍କ ସହିତ ସମ୍ପର୍କ ସ୍ଥାପନ କରିବା ପାଇଁ ତାକୁ ସହଯୋଗ କରିବା ପାଇଁ ଗବେଷକକୁ ପ୍ରୋତ୍ସାହିତ କରିଥାଏ ସେମାନେ ଯଦି ସହଯୋଗ କରନ୍ତି ତାହେଲେ ଗବେଷକ ଯଦି କୌଣସି ଗୋଟେ ପାହାଡ଼ ପର୍ବତ ଘେରା ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଜନଜାତି ଉପରେ ଗବେଷଣା କରିବା ପାଇଁ ମନସ୍ଥ କରେ ତେବେ ଉପରୋକ୍ତ ସମସ୍ତ ଆବଶ୍ୟକତାକୁ ପୂରଣ କରିବା ପାଇଁ ସରକାରୀ ସ୍ତରରେ ନିହିତ ବ୍ୟବସ୍ଥା କରିବା ଅତ୍ୟନ୍ତ ଆବଶ୍ୟକ ତାହେଲେ ଏଇ କ୍ଷେତ୍ରରେ ମଧ୍ୟ ଅନୁରୂପ ଭାବେ ବିଭିନ୍ନ ଅଣସରକାରୀ ସଂସ୍ଥା ପକ୍ଷରୁ ମଧ୍ୟ ଆଗ୍ରହ ପ୍ରକାଶ ପାଇବା ଉଚିତ କେମିତି ଗବେଷକକୁ ସାହାଯ୍ୟ କରିବେ ଗୋଟେ ଜଙ୍ଗଲ କୋରାପୁଟର ଗୋଟେ ଜଙ୍ଗଲ ଭିତରକୁ ସେ ଯିବ ହେଲା ଆମର ଯୋଉ ପରଜା ଲେଖିଲା ବେଳେ ଗୋପୀନାଥ ମହାନ୍ତି ସେଇଠି ହିଁ ରହିଗଲେ ବର୍ଷ ପରଜା ବହି ଲେଖିବା ପାଇଁ ଏତେ ସହଜ ନାହିଁ ତାର ସଂସ୍କୃତିକୁ ଜାଣିବା ତାର ଶବ୍ଦକୁ ଜାଣିବା ତାଙ୍କର ଭିତରକୁ ଜାଣିବା ଏତେ ସହଜ ନୁହେଁ ତେଣୁ ତାଙ୍କୁ ସେଠି ବର୍ଷ ରହିବାକୁ ପଡିଲା ପରଜା ଲେଖିବା ପାଇଁ ହେଲା ସିଏ ବି ଗୋଟେ ଗବେଷଣା ପରଜା ବି ଗୋଟେ ଗବେଷଣାର ଫଳ ତାହେଲେ ପ୍ରୋତ୍ସାହନ ହିଁ ଗବେଷକକୁ ମାନସିକ ତଥା ବୌଦ୍ଧିକ ସ୍ତରରେ ଗବେଷଣା ପ୍ରତି ଆଗ୍ରହ ଜନ୍ମାଏ କିଏ ନା ପ୍ରୋତ୍ସାହନ ଯୋଉ ଅଣ୍ଡରଲାଇନ୍ କରୁଥିବେ ତାହେଲେ ଗବେଷଣା ସମୟରେ ଗବେଷକର ଯୋଉ ପ୍ରତ୍ୟକ୍ଷ ଯୋଉ ପରୋକ୍ଷ ଭାବରେ ଯୋଉ ବ୍ୟକ୍ତି ବିଶେଷ ଆସିଥାନ୍ତି କିମ୍ବା ଅନୁଷ୍ଠାନ ଆସିଥାଏ ସେମାନେ ଗବେଷକକୁ କ'ଣ କରନ୍ତି ନା ବିଭିନ୍ନ ଉପାୟରେ ବିଭିନ୍ନ ସୂତ୍ରରେ ତାଙ୍କୁ ପ୍ରୋତ୍ସାହନର ହାତ ବଢାନ୍ତି ତେବେ ଯାଇ ଗବେଷଣା କାର୍ଯ୍ୟଟା କ'ଣ ହୁଏ ନା ସୁଚାରୁ ରୂପେ ସମ୍ପାଦିତ ହେଇପାରେ ତାହେଲେ ବର୍ତ୍ତମାନ ଆମେ ବ୍ଲକ 1 ୟୁନିଟ୍ 1 ର ଗବେଷଣାର ପଦ୍ଧତି ତାର ପ୍ରୋତ୍ସାହନର ଉତ୍ସ ଏସବୁ